ଯାଉଛ? ବାଗ ଦେଖୁଛି। କଣ ଖାଉଛ? କିରି ଖାଉଛ? ମୋ ପାଇଁ ତ କିଛି ଆଣିନ। ଏଥର ମୋ ପାଇଁ ନେଇକି ଆସିବ। ହଁ ଆମ ଜଙ୍ଗଲର ରାଜା କିଏ? କିଏ? ମୟୂର ଜାତୀୟ ପକ୍ଷୀ। ଜାତୀୟ ପଶୁ ବାଘ। ଆମ ଜଙ୍ଗଲ ରାଜା କିଏ? ଆମେ ଆଜି କଣ କରିବା? ରାଜାଙ୍କର ଭୋଜି। ବଣରେ ସବୁ କଣ ପଶୁ ପକ୍ଷୀ ରହିଲେ, ଭାଲୁ ବାଘ ସିଂହ ମେଣ୍ଢା ଛେଳି ସବୁ ରହିଲେ, ହରିଣ ଦରକାର ସମସ୍ତେ ରହିଲେ। ସେଠୁ କଣ ହେଲା? ବଣର ରାଜା ବୋଲି କଣ ଦେଲେ? ଭୋଜି ଦେଲେ। କଣ ଦେଲେ? ଭୋଜି ଦେଲେ। ରାଜା ଭୋଜି ଦେଲେ ମାନେ ସବୁ ପ୍ରଜା ମାନେ ଯିବେ ଦେଖିବାକୁ। ସମସ୍ତେ ଖାଲି ତମମାନେ ଭୋଜି ଖାଅ କେମିତି ଯାଉଛ? ସେମିତି ରାଜା ଦେଲେ ତାଙ୍କ ପ୍ରଜା ମାନେ ସବୁ କଣ କଲେ? ସଜବାଜ ହେଇକି ଭୋଜି ଖାଇବାକୁ ଗଲେ। ସେଠୁ ଯେତେବେଳେ ସବୁ ରାଜା ତାଙ୍କୁ ନିମନ୍ତ୍ରଣ ଦେଲେ ପ୍ରଜା ମାନଙ୍କୁ, ସେତେବେଳେ ଆମ ପ୍ରଜା ମାନେ କଣ ହେଲେ? ପୁରା ଖୁସି ହେଇଗଲେ, ଭୋଜି ଆଜି ଆଇଛି ଆମେ ଖାଇବାକୁ ଯିବା। ଭାଲୁ କଣ କଲା? ଭାଲୁ ତମେ ସବୁ ଗଲେ ତ ସାଙ୍ଗ ଜନ୍ମ ସବୁ ଗିଫ୍ଟ ନେଇକି ଯାଉଛ। ଖାଇବାକୁ ଯାଉଛ, ସାଙ୍ଗରେ ଗିଫ୍ଟ ନଉଛ ନାଇଁ? ସାଙ୍ଗ ପାଇଁ ଚକଲେଟ ଆଇସ୍କ୍ରିମ ନେଇକି ସବୁ ଯାଉଛ। ସେମିତି ସେଠୁ କଣ ହେଲା? ସେ ଯୋଉ ବଣର ପ୍ରଜା ମାନେ ସେମାନେ ସବୁ ଗିଫ୍ଟ ନେଇକି ଗଲେ କୋଉଠିକି? ରାଜାଙ୍କ ଭୋଜି ଖାଇବାକୁ। ଭାଲୁ କଣ କଲା? ଭାଲୁ ଗୋଟେ ବଡ ଡାଲା ଧରିଥିଲା। କଣ ଧରିଥିଲା? ସେ ଡାଲାରେ ଧଳା ଫୁଲ କଣ ହେଇଥିଲା? ସଜା ହେଇକି ଥୁଆ ହେଇଥିଲା। ହନୁ କଣ ଧରିଥିଲା? ଗୋଲାପ ଫଳ। ସବା ପଛରେ ବୁଢା ଗଧିଆଟି ଧରି ଧରି ଚାଲୁଥିଲା। କାହିଁକି ଧରି ଧରି ଚାଲିଲା? କାହିଁକି ନା ଗଧିଆ କଣ ବୁଢା ହେଇଯାଇଥିଲା। ମନେ ରହିଲା? ଡବାରେ ସବୁ କଣ ଥିଲା? ଖାଦ୍ୟ ଜିନିଷ ଥିଲା। ଢାଙ୍କୁଣୀ ଖୋଲି ଦିଆଗଲା ହେଲା। ସବୁ ଖାଇବା ତିଆରି ଗୋଟେ ଜାଗାରେ ଥିଲା, ତାପରେ ଢାଙ୍କୁଣୀ ଦିଆଯାଇଥିଲା। ସେତେବେଳେ ପ୍ରଜା ମାନେ ଯାଇକି ସେଠି ପହଞ୍ଚିଲେ। ସେତେବେଳେ କଣ କଲେ? ସେ ଢାଙ୍କୁଣୀକୁ ଖୋଲିଦେଲେ। ସେଠୁ ଉଆସରେ ଜୀବମାନେ ଧାଡ଼ି ହୋଇ ବସିଲେ। ତମେ ତ ଭୋଜିରେ କଣ ଧାଡ଼ି ହେଇ ବସି ଖାଉଛ ତ? ସେମିତି ପ୍ରଜା ମାନେ ଯୋଉ ଥିଲେ ସେମାନେ ଧାଡ଼ି ହେଇକି ବସିକି ସବୁ ଖାଇଲେ। ଆଉ କିଛି ଜଣ କଣ ତାଙ୍କୁ ଖାଇବା ବାଢି ଦେଲେ। ସେଠୁ ସବା ଶେଷରେ କିଏ ପହଞ୍ଚିଲା? ବିଲୁଆ। ସେଠୁ ବିଡ଼ା ପକେଇକି ବସିଲା। କିଏ ବସିଲା? ସେ କଣ ଭାବିଲା? ପେଟେ ଆଜି ଖାଇବ। କିନ୍ତୁ କଣ ଦେଖିଲା? ଡବା ଖାଲି। ମନେ ରହିଲା?